तस्मै श्री गुरुवे नमः। अज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्री गुरुवे नमः। सुनाए भारत स्वर्ण सूर्यकिरणरे सुशीतल कांत कोमळे परिवेश अपूर्व महाभागକୁ बाध्य କରୁଅଛି। ମୁଁ ରାଜଲକ୍ଷ୍ମୀ ମହାଳି ସ୍ୱାଗତ କରୁଛି ଆଜିର ଏହି ରାଜକିଶୋର ଗ୍ରାମ ମଙ୍ଗଳ ଉଚ୍ଚ ବିଦ୍ୟାପୀଠର ଏହି ଗୁରୁ ଦିବସ ଅବସରରେ। ଗୁରୁ ମୁଁ କହିବି, ମୋ ପିତାମାତା ସିନା ମୋତେ ଜନ୍ମ ଦେଇଛନ୍ତି, ମୁଁ ମୋ ପିତାମାତାଙ୍କ ଆଗରେ ଋଣୀ, କିନ୍ତୁ ମୋ କର୍ମ ପାଇଁ ମୋ ଗୁରୁଙ୍କ ପାଖରେ ଋଣୀ। ଗୁରୁ ସିନା ଦୁଇଟି ଅକ୍ଷରରେ ସଂଯୋଗ ହେଇଛି, କିନ୍ତୁ ତାହାର ଅର୍ଥ, ତାର ମହତ୍ଵ ଅବର୍ଣ୍ଣନୀୟ। ଗୁର ଅର୍ଥ ଅନ୍ଧାର, ରୁର ଅର୍ଥ ଆଲୋକ, ଅର୍ଥାତ୍ ଅଜ୍ଞାନ ରୂପକ ଅନ୍ଧାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ଆମକୁ ପଥ ପ୍ରଦର୍ଶକ ଦେଖେଇଥାନ୍ତି, ସେ ହେଉଛନ୍ତି ଗୁରୁ। ଯଦି ଗୁରୁର ଶିକ୍ଷାର ଅସ୍ତିତ୍ଵ ନଥାଏ, ତାହେଲେ ଶିଷ୍ୟର ବି ଅସ୍ତିତ୍ଵ ନଥାଏ। ଗୋଟେ ମୁଦ୍ରାର ଦୁଇ ପାର୍ଶ୍ୱ ଶିଷ୍ୟ ଗୁରୁ ଯେପରି ହୋଇଥାନ୍ତି, ସେହିପରି ଶିଷ୍ୟ ଗୁରୁ ବିନା ଅସ୍ତିତ୍ୱ ହୋଇଥାଏ ଏବଂ ଗୁରୁ ଶିଷ୍ୟ ବିନା ଗୋଟେ ଗୁରୁର ବା ଶିକ୍ଷକର ମାନ୍ୟତା ପାଇନଥାଏ। ଯୁଗେ ଯୁଗେ ଯଦି ଆମର ଗୁରୁ ଶିଷ୍ୟର ମାନ୍ୟତାକୁ ସାକ୍ଷୀ ପ୍ରମାଣ ଦେଇଥାନ୍ତି, ତାହେଲେ ଯୁଗେ ଯୁଗେ ଏହା ପ୍ରମାଣ କରିଦେଇଛି ଏକଲବ୍ଧ ସେ ଜଣେ ଗୋଟେ ବିଦ୍ୟାର୍ଥୀ, ସେ ଜଣେ ଧନୁର୍ବିଦ୍ୟାରେ ସେ ଯେତେବେଳେ ଦ୍ରୋଣଙ୍କ ପାଖକୁ ଯାଇଥିଲେ, ସେତେବେଳେ ଦ୍ରୋଣ କହିଥିଲେ, ନା ମୁଁ ତତେ ଶିଖାଇ ପାରିବିନି। ସେଇଦିନଠୁ ସେ ତାଙ୍କର ମୂର୍ତ୍ତିକୁ ପୂଜା କରି ଧନୁର୍ବିଦ୍ୟା ଆଖ୍ୟା ଦେଇଥିଲେ। ଦ୍ରୋଣ ଯେତେବେଳେ ତାକୁ କହିଲେ, ତୁ ଯଦି ମୋତେ ଗୁରୁ ଭଳି ମାନୁଛୁ, ତାହେଲେ ମୋତେ ଗୁରୁ ଦକ୍ଷିଣା ଦେଇପାରିବୁ? ସେ କହିଲେ, ହଁ, ଆପଣ ଯାହା ମାଗିବେ ମୁଁ ଦେଇପାରିବି। ସେ କହିଲେ, ଯଦି ତୋର ମୋତେ ଗୁରୁ ଦକ୍ଷିଣା ଦେବାର ଅଛି, ତାହେଲେ ତୋ ବୁଢ଼ା ଆଙ୍ଗୁଳିକି ମୋତେ ଦେ। ସେ କିନ୍ତୁ ଦେଇଥିଲେ ତାଙ୍କ ବୁଢ଼ା ଆଙ୍ଗୁଳି। ସେତେବେଳେ କହିଥିଲେ, ଏ ଶରୀରର ଅସ୍ତିତ୍ୱ ସବୁ ଆପଣଙ୍କ ପାଖରେ ହେଉଛି। ଯୁଗେ ଯୁଗେ ନାରାୟଣଙ୍କର ଗୁରୁ ହେଉଛନ୍ତି ବଶିଷ୍ଠ, ଧ୍ରୁବ ଏବଂ ପ୍ରହ୍ଲାଦଙ୍କ ଗୁରୁ ହେଉଛନ୍ତି ନାରଦ ଏବଂ କର୍ଣ୍ଣଙ୍କ ଗୁରୁ ହେଉଛି ପରଶୁରାମ। ଯେତେବେଳେ କର୍ଣ୍ଣଙ୍କ ଜଙ୍ଘରେ ପରଶୁରାମ ଶୋଇଥିଲେ, ସେତେବେଳେ ତାକୁ ଗୋଟେ ବିଷାକ୍ତ କୀଟ ଆସି ଦଂଶନ କରିଦେଇଥିଲା। ଧାର ଧାର ରକ୍ତରେ ରକ୍ତାକ୍ତ ହୋଇଯାଇଥିଲେ, କିନ୍ତୁ ସେ ପରଶୁରାମଙ୍କର ନିଦ୍ରା ଭଙ୍ଗ କରିନଥିଲେ, କାରଣ କହିଥିଲେ, ଏ ଶରୀର, ଏ ସମସ୍ତ ଲୋଡ଼ା କେବଳ ଆପଣଙ୍କ ପାଇଁ, କାରଣ ନିଦ୍ରାର ଆବଶ୍ୟକତା ଅଛି। କାହା ଅପେକ୍ଷା? ନା ଅକ୍ଳାନ୍ତ ପରିଶ୍ରମ ଅପେକ୍ଷା। ସେଇ ଗୁରୁ, ସେଇ ଶିଷ୍ୟ ଯଦି ଗୋଟେ ବଗିଚାରେ ଫୁଲ ଥାଆନ୍ତି, ତାହେଲେ ଗୁରୁ ହେଉଛନ୍ତି ମାଳି ଏବଂ ଫୁଲ ହେଉଛନ୍ତି ତାଙ୍କର ଶିଷ୍ୟମାନେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ଶିକ୍ଷକ, ରାଜନୈତିକ ବିଚାରକ ଥିଲେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣ 1888 ମସିହା ତାମିଲନାଡୁର ତିରୁତାନିରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ସର୍ବପଲ୍ଲୀ ବୀରସ୍ୱାମୀ ଏବଂ ତାଙ୍କ ମାତାଙ୍କ ନାମ ଥିଲା ସୀତାମା। ଆଚ୍ଛା, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ପୂର୍ବରୁ ସର୍ବପଲ୍ଲୀ କାହିଁକି ଲାଗିଥାଏ? କାରଣ ତାଙ୍କର ପୂର୍ବପୁରୁଷମାନେ ସର୍ବପଲ୍ଲୀ ନାମକ ଏକ ଗ୍ରାମରେ ବସତି ସ୍ଥାନ କରିଥିଲେ। ତେଣୁ ତାଙ୍କର ଜନ୍ମ ନାମ ତାଙ୍କର ନାମ ପୂର୍ବରୁ ବସାଯାଇଥିଲା। 1903 ମସିହାରେ ସେ ଶୁଭକାମୀକୁ ବିବାହ କରିଥିଲେ। 1952 ମସିହାରେ ସେ ପ୍ରଥମ ରାଷ୍ଟ୍ରପତି ହେଇଥିଲେ ଭାରତର। 1961 ମସିହାରେ ସେ ଦ୍ୱିତୀୟ ରାଷ୍ଟ୍ରପତି ହେଇଥିଲେ ଭାରତର। 1957 ମସିହାରେ ସେ ଭାରତର ସମ୍ମାନାସ୍ପଦ ଭାରତ ରତ୍ନକୁ ସେ ପ୍ରତିପାଦନ କରିଥିଲେ। କୁହାଯାଇଛି କି ଯଦି ଗୁରୁର ଅର୍ଥ ଯଦି ଶିଷ୍ୟଟେ ବୁଝିନଥିବ ନା, ତାହେଲେ ଶିଷ୍ୟ କେବେ ବି ମଣିଷ ହେଇପାରିବନି। ଗୁରୁର ଆଖ୍ୟା ଯେତେବେଳେ ସେ ପାଇଥାଏ, ତାହେଲେ ଯେତେବେଳେ ଚାହିଁବ ସେ ଗୁରୁ ଜଣେ ବିଦ୍ୟାର୍ଥୀ ହେଇ ନାଗରିକ ସୁନାଗରିକ ହେଇଥିବ, ତା ପଛରେ କିଏ ଅଛି, ତା କର୍ମରେ କିଏ ଅଛି, ସେ ହେଉଛନ୍ତି ଗୁରୁ। ମୁଁ ଏତିକି କହିବି। ମୋର 1975 ମସିହାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେହି ବୀରପୁରୁଷ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ନିକଟରେ ମୋର ଚିର ନମସ୍କାର ଜଣାଇ ମୋର ଅଭିବ୍ୟକ୍ତି ଏଠି ଶେଷ କରୁଛି। ମୋର ବକ୍ତବ୍ୟରେ କିଛି ତ୍ରୁଟି ଥିଲେ ଏଠାରେ ଉପସ୍ଥିତ ଥିବା ଶିକ୍ଷକମାନଙ୍କର ଚିର ନିର୍ମଳ ମନରେ ମୋ ପ୍ରତି ମୁଁ କ୍ଷମା ପ୍ରାର୍ଥନା କରୁଛି। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।